ଯେଉଁମାନେ ଦୃଷ୍ଟିହୀନ ସେହିମାନେ କରୁଛନ୍ତି ସଡ଼କ ସୁରକ୍ଷା ଅଭିଯାନ। ଆଜି ଥିଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଏହିପରି କିଛି ନୂଆ କାର୍ଯ୍ୟକ୍ରମ। ଏବେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଶ୍ରୀ ଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଟିକେ ନୂଆ ଢଙ୍ଗରେ ଅନୁଷ୍ଠିତ ହୋଇଛି। ସହରର ଗୋପଛକ, ଶ୍ୟାମ ସୁନ୍ଦରପୁର ଗଡ଼ା, ଦୋହରିଆ, ତିନିମୁହାଣୀ, ଗୋଲନଗର, ପୁରୁଣା ମଟର ଷ୍ଟାଣ୍ଡ, ଶାନ୍ତ ସାହି ଓ ତୁଳସୀ ମହିଳା ମହାବିଦ୍ୟାଳୟ ଛକମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟମାନଙ୍କ ସହିତ କିଛି ଦୃଷ୍ଟିହୀନ ଦିବ୍ୟାଙ୍ଗମାନେ ଉପସ୍ଥିତ ଥିଲେ। ସେମାନେ ନିଜେ ନିଜ ଆଖିରେ ଦେଖି ନ ପାରି ମଧ୍ୟ ଅନ୍ୟମାନଙ୍କୁ ଦୁଇପଟ ଦେଖି ରାସ୍ତା ପାର ହେବା, ହେଲମେଟ୍ ପିନ୍ଧି ଗାଡ଼ି ଚଳାଇବା, ମଦ୍ୟପାନ ନ କରି ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଚାରି ଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧିବା ଭଳି ସଡ଼କ ସୁରକ୍ଷା ନିୟମ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ବାର୍ତ୍ତା ଥିଲା, ଆମେ ହୋଇଲେ ସଚେତନ, ସଫଳ ହେବ ସଡ଼କ ସୁରକ୍ଷା ଅଭିଯାନ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ସମେତ ଉପସଭାପତି ରଶ୍ମିରଞ୍ଜନ ପାରିକ, ସଞ୍ଜୀବ କୁମାର ତରାଇ, ତପନ କୁମାର ନାଥ, ସୁପ୍ରଭାତ ମଲ୍ଲିକ, ଅଜୟ ସେଠୀ, ଦିଲ୍ଲୀପ କୁମାର ନାଥ, ସୁଭାଶିଷ ସିଂ, ସଂଗ୍ରାମ କୁମାର ଦାସ, ଭାବଗ୍ରାହୀ ସାହୁ, ମନୋଜ ରାଉତ, ସନ୍ତୋଷ କୁମାର ପଣ୍ଡା, ନିଗମ ସାହୁ ଓ ବଳଦେବ ଜିଉ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟାର ସଦସ୍ୟମାନେ ଉପସ୍ଥିତ ଥିଲେ। ସେଥିପାଇଁ ଆମେ ଆଜି ଏହି ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଯେ ଆମେ ହୋଇଲେ ସଚେତନ, ସଫଳ ହେବା ସଡ଼କ ସୁରକ୍ଷା ଅଭିଯାନ। ଯେ ଆପଣମାନେ ଜାଣିଛନ୍ତି କି ନାହିଁ ଯେ ମଣିଷ श्री जगन्नाथ चैरिटेबल ट्रस्ट तरफ दिव्यांग कला भाई मैंने आपण पाखक आसी आज सड़क सुरक्षा योजना जिनटा को मन रखिए नियम को पालन करेंगे जहाँ आपण जीवन समस्या कथा जानते सारा भारत वर्ष माने अनेक मूल्यवान जीवन प्रति वर्ष अनेक परिमाण नष्ट हो गोटे मार कलर कोर्ट चली जाऊँगी, गोटे भाईर हाथ भाई चली जामती कि आम केन्द्रापड़ा जिले में परिवार शून्य होती जे एक्सीडेंट अनेक एक्सीडेंट यही रास्ता मानकर होती आम दिव्यांग बंधु मैंने जोड़ी होती आम सहित सचेतनता करने ये दायित्व जो सड़क सुरक्षा अधिकारी मानकर पुलिस भाई मानकर से दिन राति एकाकार कर निज जीवन को तुच्छ कर। ब्यूरो रिपोर्ट, न्यूज उपांत खबर।